ମୁଁ ଅରୁଣ କୁମାର ବେହେରା 15 ନମ୍ବର ବାସିନ୍ଦା। ଆଜି ସକାଳୁ 3 ମାସ ପରେ ଆମର ଯୋଉ ଅଙ୍ଗନବାड़ी କେନ୍ଦ୍ର ଅଛି ତାର ରୋଷେଇ ଆସିକି ଘରକାର ସବୁ କହିକି ଗଲେ ସାଇରେ ଯେ ଯୋଉମାନେ ପାଇବାର ଯୋଗ୍ୟ କହିକି ଗଲେ ଯେ ଆସ ସମସ୍ତଙ୍କୁ ଛତୁଆ ଆଉ ହାଲୁଆ ଦିଆଯିବ। ତ ଯେତେବେଳେ ଗଲେ ଏମିତିକି ମୋ ୱାଇଫ୍ ବି ଯାଇଥିଲା, ଗଲା ବେଳକୁ ସମସ୍ତଙ୍କୁ ସେ ବଣ୍ଟନ କଲେ। ପ୍ୟାକେଟଟା ମୁଁ ମାନେ ଘରେ ଦେଖିକି ସାଙ୍ଗେ ସାଙ୍ଗେ ଫୋନ୍ କଲା ବେଳକୁ ପ୍ୟାକେଟ କ'ଣ ନା ପୋକ ସାଲୁ ବାଲୁ ଛୁଆଙ୍କୁ ଖାଇତେ ଦିଆଯାଉଛି ନା ଛୁଆଙ୍କୁ ମାରିବା ପାଇଁ ଦିଆଯାଉଛି? ଏ ଯୋଜନା କାହା ପାଇଁ? ଛୁଆଙ୍କର ଭବିଷ୍ୟତ ସାଙ୍ଗରେ ଖେଳୁଛି ନା କୋଉଥିପାଇଁ ଏସବୁ ଘଟଣା ବାରମ୍ବାର ଅଭିଯୋଗ ହେଉଛି? ଏପରି ଅଭିଯୋଗ ବାରମ୍ବାର ବି ହେଉଛି, କିନ୍ତୁ ପ୍ରଶାସନର ସ୍ଥାଣୁ ପାଲଟି ଯାଇଛି। ଏ ନେଇ ମୁଁ ପ୍ରଥମେ ସିଡିପି ଅଫିସ ଗଲି, ସିଡିପିଙ୍କୁ ଫୋନ୍ କଲି। ସିଡିପି ବର୍ତ୍ତମାନ ଯେଉଁ ସିଡିପି ଆଜି କ'ଣ ତାଙ୍କର ବଦଳି ହେବାର ଅଛି, ସେ ସିଡିପି ଫୋନ୍ ଉଠେଇଲେନି। ଉପଜିଲ୍ଲାପାଳଙ୍କ ପାଖକୁ ଆସିଥିଲି, ଉପଜିଲ୍ଲାପାଳଙ୍କୁ ଦେଖା କଲି। ଉପଜିଲ୍ଲାପାଳଙ୍କୁ ଏବଂ ପ୍ୟାକେଟ ଖୋଲିକି ମୋର ଦେଖେଇଲି ପୋକ ସାଲୁବାଲୁ। ଉପଜିଲ୍ଲାପାଳ କହିଲେ ମୁଁ ୟା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ଏମିତି ତ ବହୁତ ଅଭିଯୋଗ ଆଜ୍ଞା ହେଇଛି, କେତେ ଆପଣ କଲେଣି? ଏଇଟା କ'ଣ ଫାଷ୍ଟ ଘଟଣା ଆଜ୍ଞା? ତ ନେକ୍ସଟ ସୋମବାର ଦିନ ଯେଉଁ ଆସୁଛନ୍ତି କଲେକ୍ଟରକୁ ମୁଁ ଦେଖା କରିବି, କଲେକ୍ଟରଙ୍କୁ ଏ ଅଭିଯୋଗଟା ଅବଗତ କରାଇବି।